ସମସ୍ତଙ୍କୁ ନମସ୍କାର। ଆସନ୍ତୁ ଆମ୍ଭେମାନେ ଦେଖିବା ଆଉ ଏକ ଭିଡ଼ିଓ। ବାକ୍ୟରେ ଲେଖାଯାଏ, ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଭାଇକୁ କ୍ଷମା ନ କର, ତାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କୁ ପ୍ରତି ସେହି ପ୍ରକାର କରିବେ। ଆମମାନେ ଦେଖୁଅଛୁ, ଆମ୍ଭେମାନେ ଯଦି ଜଣକୁ କ୍ଷମା ନ ଦେବା, ତାହେଲେ ଆମ୍ଭେମାନେ ମଧ୍ୟ କ୍ଷମା ପାଇବା ନାହିଁ। ଜଣେ ବ୍ୟକ୍ତି ନିଜ ଦାସଙ୍କୁ କିଛି ଆର୍ଥିକ ଦେଇଥିଲେ। ସେ ଅନ୍ୟ ଜଣଙ୍କଠୁ ମଧ୍ୟ ଏହିପରି ଆର୍ଥିକ ଆଣିଥିଲେ। ଦିନେ ସେହି ବ୍ୟକ୍ତି ତାହାଙ୍କୁ କହିଲେ, ଆରେ ଭାଇ, ମୁଁ ଯେଉଁ ଟଙ୍କାଟି ତୁମକୁ ଦେଇଥିଲି, ସେହି 10,000 ଟଙ୍କା ମୋତେ ଫେରାଇ ଦିଅ। ସେ ବିନତି କରି କହିବାକୁ ଲାଗିଲେ, ଭାଇ ଦୟା କରନ୍ତୁ, କିଛି ଦିନ ପରେ ମୁଁ ଆପଣଙ୍କ ଟଙ୍କା ଫେରସ୍ତ କରିଦେବି। ସେଥିରେ ସେ ନିଜ ଗୃହକୁ ଆସି ନିଜର ଦାସଙ୍କୁ ସେ ଭେଟିଲେ ଆଉ ତାକୁ ଗଳାରେ ଚିପିକି ଧରି କହିଲେ, ରେ ବାପ, ମୁଁ ଯେଉଁ ଟଙ୍କା ତୋତେ ଦେଇଥିଲି ତାହା ତୁ ମୋତେ ଯଥାଶୀଘ୍ର ଫେରାଇ ଦେ, ନହେଲେ ତ ପିଲା ଛୁଆ ସମସ୍ତଙ୍କୁ ନେଇକି ମୁଁ ବନ୍ଦିଶାଳାରେ ପକାଇଦେବି। ସେ ମଧ୍ୟ ବିନତି କରି କହିଲେ, ଭାଇ ମୋତେ ଅନୁଗ୍ରହ କର, କ୍ଷମା କରିଦିଅ ଯେ ମୁଁ ଆପଣଙ୍କ ପଇସା କିଛି ଦିନ ଭିତରେ ସୁଝିଦେବି। କିନ୍ତୁ ସେଇ ବ୍ୟକ୍ତି ଜଣକ କ'ଣ କଲେ, ଟଙ୍କା ନ ସୁଝିବା ପର୍ଯ୍ୟନ୍ତ ତାହାକୁ କାରାଗାରରେ ପକାଇଦେଲେ। ଯେତେବେଳେ ପୂର୍ବରୁ ସେ ଯେଉଁଠି କ୍ଷମା ପାଇଥିଲା, ତାଙ୍କର ଦାସମାନେ ମଧ୍ୟ ସେ ଉପସ୍ଥିତ ଥିଲେ। ଏହି ଘଟଣାଟି ଦେଖି ସେ ସେହି ବ୍ୟକ୍ତିଙ୍କୁ କହିଲେ। ଯେତେବେଳେ ସେ ବ୍ୟକ୍ତି ଜାଣିଲେ, ଏହି ଲୋକକୁ ଡାକି କହିଲେ ଯେ ତୋତେ ତ ମୁଁ 10,000 ଟଙ୍କା ମୁଁ ତୋତେ କ୍ଷମା କରିଦେଇଥିଲି, ହେଲେ ଅଳ୍ପ ବାକି ଥିବା ଲୋକଙ୍କୁ ତୁ କାହିଁକି କ୍ଷମା କଲୁନୁ? ସେଥିପାଇଁ ମୁଁ ତୋତେ ମଧ୍ୟ କ୍ଷମା କରିବି ନାହିଁ। ମୁଁ ଯାହା ଦୟା କରିଥିଲି, ସେହି ଲୋକ ପ୍ରତି ମଧ୍ୟ ସେଇ ଦୟା କରିବାର ଥିଲା, ତେଣୁ ମୁଁ ତୋତେ ଦୟା କରିବିନି। ତାହା କହି ତାକୁ ମଧ୍ୟ ସେ ବାନ୍ଧିକି ଜେଲଖାନାରେ ପକାଇଦେଲେ। ଏହିପରି ଭାଇ ଅନୁରୋଧ କରି ଆମମାନେ ଜଣଙ୍କ ପ୍ରତି ଜଣେ ଦୟା କରିବା ଆବଶ୍ୟକତା ଅଛି। ତାହେଲେ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଜଣଙ୍କ ପ୍ରତି ଦୟା ଆଉ କ୍ଷମା କରିଥିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କ ପ୍ରତି କ୍ଷମା କରିପାରିବି। ଏହି ଭିଡ଼ିଓ ଆଲୋଚନାରେ ଆପଣମାନଙ୍କୁ ସ୍ୱାଗତ କରେ। ଆପଣମାନେ ମଧ୍ୟ ଦୟା ଓ କ୍ଷମାର ସହିତ ଏ ଜଗତରେ ଚାଲନ୍ତୁ, ଆଉ ଆପଣମାନେ ମଧ୍ୟ କ୍ଷମା ପାଆନ୍ତୁ, ଆଉ ପରସ୍ପରକୁ ପ୍ରେମ କରନ୍ତୁ। ନେକ୍ସଟ ଭିଡ଼ିଓରେ ଦେଖା ହେବା। ସମସ୍ତଙ୍କୁ ନମସ୍କାର।